ଆମ ଚାରିପାଖରେ ଘଟୁଥିବା ଘଟଣାରୁ ଆମକୁ କିଛି ଶିକ୍ଷା ମିଳିଥାଏ। ସେଇଭଳି ଗୋଟେ ଘଟଣା ସ୍ୱାଧୀନତା ପୂର୍ବରୁ ଲାହୋର ସହରରେ ଘଟିଥିଲା। ଲାହୋର ସହରରେ କିଛି ବ୍ୟକ୍ତିମାନେ ଅନାଥ ଆଶ୍ରମଟିଏ ତିଆରି କରିବା ପାଇଁ କିଛି ବ୍ୟକ୍ତିବିଶେଷମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ। ଜଣେ କଂଗ୍ରେସର ପ୍ରତିଷ୍ଠିତ ନେତା ଏବଂ ପ୍ରତିଷ୍ଠିତ ଓକିଲ ଭାବରେ ଲାଲା ଲାଜପତ ରାୟଙ୍କର ଲାହୋର ସହରରେ ଯଶ ଏବଂ ଖ୍ୟାତି ରହିଥିଲା। ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ଦିନେ ସନ୍ଧ୍ୟାରେ ଲାଜପତ ରାୟଙ୍କର ଘରେ ଚାନ୍ଦା ମାଗିବା ପାଇଁ ପହଞ୍ଚିଗଲେ। କିନ୍ତୁ ଲାଜପତ ରାୟଙ୍କୁ ଦେଖି ତାଙ୍କର ଆଉ ଚାନ୍ଦା ଆଦାୟ କରିବା ପାଇଁ ଇଚ୍ଛା ହେଲା ନାହିଁ। କାରଣ ସେହି ସମୟରେ ଲାଲା ଲାଜପତ ରାୟ ବାହାରକୁ ବାହାରୁଥିଲେ ଏବଂ ତାଙ୍କର ଘୋଡ଼ାଗାଡ଼ିର କଚୁଆନ୍ ସନ୍ଧ୍ୟାବତୀ ଲଗାଇବା ପାଇଁ ଗୋଟି ଗୋଟି କରି 3ଟି ଦିଆସିଲି କାଠି ଲଗେଇ ସାରିଲେଣି। ଏହା ଦେଖି ଲାଜପତ ରାୟ ବ୍ୟସ୍ତ ଏବଂ ବିବ୍ରତ ହୋଇ ତାଙ୍କୁ ଗାଳି ଦେଲେ। କହିଲେ, ତୁମେ ଏତେ ବଦଖର୍ଚ୍ଚ କରୁଛ କ'ଣ ପାଇଁ? ତୁମେ କ'ଣ ପଇସାର ମୂଲ୍ୟ ବୁଝିପାରୁନାହଁ? ଏହା ଦେଖି ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ଫେରିବାକୁ ବାହାରୁଥିଲେ ଏବଂ ଲାଜପତ ରାୟଙ୍କର ଦୃଷ୍ଟି ତାଙ୍କ ଉପରେ ପଡ଼ିଗଲା। ଆସିବାର କାରଣ ଜାଣିପାରି ତାଙ୍କୁ 10,000 ଟଙ୍କାର ଚେକ୍ ପ୍ରଦାନ କରୁଥିଲେ। ସେହି ବ୍ୟକ୍ତିମାନେ ଫେରିଲା ବେଳେ ତାଙ୍କୁ ପ୍ରଶ୍ନ କଲେ, ଆପଣ ଆପଣଙ୍କ ଘୋଡ଼ାଗାଡ଼ିର କଚୁଆନକୁ ଏତେ ଗାଳି ଦେଉଥିଲେ କ'ଣ ପାଇଁ? ସେ କହିଲେ, ମୁଁ ମିତବ୍ୟୟୀ ହୋଇଥିବାରୁ କିଛି ପଇସା ସଞ୍ଚୟ କରିପାରୁଛି, ଯାହା ଆପଣମାନଙ୍କୁ ସାହାଯ୍ୟ କରିବାରେ ସହାୟକ ହେଉଛି। କାହାଣୀଟି ଅତି ଛୋଟ, କିନ୍ତୁ ଏହାର ଭାବାର୍ଥ ବହୁତ ବଡ଼। ସୁତରାଂ ଆମେମାନେ ଅଳ୍ପ ଅଳ୍ପ ସଞ୍ଚୟ କରିବା ଉଚିତ, କାରଣ ବିନ୍ଦୁଏ ଜଳରୁ ସିନ୍ଧୁଏ ହୋଇଥାଏ। ଟଙ୍କାଟେ ଆମକୁ ଦେଖାଯାଏ ନାହିଁ, ଟଙ୍କାଟେ କିଛି କାମରେ ଲାଗେ ନାହିଁ, କିନ୍ତୁ ସେଇ ଟଙ୍କାଟି ଯେତେବେଳେ 100 ଟଙ୍କାରେ ହୁଏ, ଆମର ସେଇଟା କାମରେ ଆସିଥାଏ। ସେହି ସଞ୍ଚିତ ଅର୍ଥକୁ ମଧ୍ୟ ଭଲ କାମରେ ବିନିଯୋଗ କରିବା ଉଚିତ।